ବର୍ତ୍ତମାନ ଯୋଉ ନୂଆ ନିୟମ ହେଇଛି ଏଥିରେ ଏକରେ ଶ୍ରମିକ ମାନଙ୍କର ଯୋଉ ଦାବି କରୁଥିଲେ ସମସ୍ତେ ତ ଆଉ ଏଇ ପ୍ରକାର ତୋଷରପାତରେ ଇନଭଲ୍ଭ ନୁହନ୍ତି। ଏଭଳି କି ଅନେକ ଆବଶ୍ୟକ ଯାହାଙ୍କର ଆବଶ୍ୟକ କାମ ନ କଲେ ଚଳିପାରିବେନି ଏମିତି ଅନେକ ଲୋକ ଅଛନ୍ତି। ସେମାନଙ୍କ ପାଇଁ ବର୍ତ୍ତମାନ କଣ ହେଲା, ସେମାନେ ଦାବି କଲେ ବି ସରକାର ତାଙ୍କୁ କାମ ନ ଦେଇ ପାରନ୍ତି, କାମ ନାହିଁ ବା ସରକାର ଆପ୍ରୁଭାଲ କିଛି ଆସିନି ବା ସରକାରଙ୍କ ମଞ୍ଜୁରୀ କିଛି ଆସିନି, ଏଇଭଳି ଭାବରେ ସେମାନଙ୍କୁ ଟାଲଟୁଳ ଅନୀତି କରିକିରି ତାଙ୍କୁ କାମ ନ ଦିଆଯାଇପାରେ ମଧ୍ୟ। ତେଣୁ ଦାବି ତ କରିହବନି ନା, ଆଗରୁ ଦାବି କରୁଥିଲେ ଦବାକୁ ସରକାର ବାଧ୍ୟ ହଉଥିଲେ, ନ ଦେଇ ପାରିଲେ ଆଲାଉନ୍ସ ଦଉଥିଲେ, ଭତ୍ତା ଦଉଥିଲେ ତାଙ୍କୁ। ତେଣୁ ଏଇ ପ୍ରୋଭିଜନ ଟା ଏଥିରେ ଉଠେଇ ଦିଆଯାଇଛି। ତେଣୁ ସେଇଥିଲାଗି କଂଗ୍ରେସ ଦଳ ପକ୍ଷରୁ କୁହାଉଛି ଏଇଟା ଗୋଟେ ରାଜନୈତିକ ଅଭିସନ୍ଧି ନେଇ ଏ ପ୍ରକାର ନିୟମକୁ ପରିବର୍ତ୍ତନ କରାଯାଇଛି। 2005 ମସିହାରୁ ଏ ନିୟମ ହେଇ ଆସୁଥିଲା ଏବଂ ଓଡିଶା ଭଳି ରାଜ୍ୟରେ ପର୍ଟିକୁଲାରଲି ଦେଖାଯାଇଛି ଯେ ଓଡିଶାରେ ଏହାର ଆବଶ୍ୟକତା, ଏ ଯୋଉ ପୁରୁଣା ସ୍କିମ ର ଆବଶ୍ୟକତା, MGNREGA ର ଆବଶ୍ୟକତା ବହୁତ ଅଛି। କାହିଁକି ନା ଓଡିଶାରୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଏବେ ମଧ୍ୟ ହଜାର ହଜାର ସଂଖ୍ୟାରେ ଶ୍ରମିକ କାମ ଆଶାରେ ଏଠି ଓଡିଶାରେ ଯେହେତୁ କିଛି କାମ ମିଳୁନି ଜୀବିକା ନିର୍ବାହ ପାଇଁ ସେମାନେ ପଡୋଶୀ ରାଜ୍ୟକୁ ଯାଉଛନ୍ତି। କୋଉଠି ଆନ୍ଧ୍ରପ୍ରଦେଶରେ ଇଟା ଭାଟିରେ କାମ କରୁଛନ୍ତି, କେରଳରେ ଯାଇକିରି କାମ କରୁଛନ୍ତି, ରାୟପୁରରେ କାମ କରୁଛନ୍ତି, ପଞ୍ଜାବ କାଶ୍ମୀର ଜୀବନକୁ ବାଜି ଲଗେଇ ସୀମାନ୍ତ ଅଞ୍ଚଳରେ ମଧ୍ୟ ଯାଇକିରି ସୀମାରେ ଯୋଉ ରାଜ୍ୟମାନେ ଅଛି ଯାହା କହିଲେ ଜାମ୍ମୁ କାଶ୍ମୀର ସେଠି ମଧ୍ୟ କାମ କରୁଛନ୍ତି। ଅନେକ ସମୟରେ ସେମାନଙ୍କୁ ସେଠାରେ ଆତଙ୍କବାଦୀ ମାନଙ୍କର ଆକ୍ରମଣର ଶିକାର ହେବାକୁ ମଧ୍ୟ ପଡିଛି। କିନ୍ତୁ ଓଡିଶାରେ ତାଙ୍କୁ ଯଦି କହିବେ ଆପଣ କାହିଁକି ଏମିତି ଏତେ ମାଇଗ୍ରେସନ ହଉଛି, କାହିଁକି ସେମାନେ ସବୁ ରାଜ୍ୟ ଛାଡିକିରି ଅନ୍ୟ ରାଜ୍ୟକୁ ଯାଉଛନ୍ତି, ଏଠି କିଛି କାମ ମିଳୁନି। ତେଣୁ ଓଡିଶା ଭଳି ରାଜ୍ୟରେ ଏଇ ପ୍ରକାର ସ୍କିମର ଆବଶ୍ୟକତା ଯଥେଷ୍ଟ ଥିଲା, ଯୋଉଥିରେ କି ଶ୍ରମିକ ମାନେ ଦାବି କରିବେ ତାଙ୍କୁ କାମ କିଛି ଦିଆଯାଉ ଏବଂ ନଦେଲେ ସରକାର ତାଙ୍କୁ ଭତ୍ତା ଦେବେ ବୋଲିକିରି। ଖାଲି ତ ପ୍ରତିବର୍ଷ ଯୋଉ କାମ ଅନୁସାରେ ବାହାରକୁ ଚାଲି ଯାଉଛନ୍ତି ସେ କଥା ନୁହେଁ, ବନ୍ୟା ସମୟରେ ମଧ୍ୟ ଶ୍ରମିକ ମାନଙ୍କର ଆବଶ୍ୟକତା ବହୁତ ଅଛି। ଯେତେବେଳେ ମରୁଡି ପଡୁଛି ସେତେବେଳେ ମଧ୍ୟ ଆବଶ୍ୟକତା ବହୁତ ଅଛି। ତାହେଲେ ଓଡିଶାର ଗାଁ ଗଣ୍ଡାରେ ଅନେକ ଅନେକ ଗାଁ ଏବେ ଓଡିଶାରେ ଅଛି ଯୋଉଠିକି ରାସ୍ତାଘାଟ ମୌଳିକ ସୁବିଧା ନାହିଁ। ସେଠି ସରକାରୀ କାମ, ସରକାରୀ ରାସ୍ତା ହଉ, ସରକାରୀ ସ୍କୁଲ ଘର ହଉ, ସରକାରୀ ଡାକ୍ତରଖାନା ହଉ, ସେଠି ଯେତେ କାମ ସବୁ ହଉଛି ଶ୍ରମିକ ମାନଙ୍କର ଆବଶ୍ୟକତା ସେ ସବୁ ଜାଗାରେ ଅଛି। ଓଡିଶା ଦେଖିବାକୁ ଗଲେ ଅନେକ ଜାଗା ଅଛି ଯୋଉଠିକି ଖରାଦିନ ମଧ୍ୟ ଯାଇ ପହଞ୍ଚିବା ବଡ କଷ୍ଟ। ତେଣୁ ଓଡିଶା ଭଳି ରାଜ୍ୟ ପାଇଁ MGNREGA ର ଆବଶ୍ୟକତା ବହୁତ ଅଛି, ଏଇଥିପାଇଁ ଯେ ଅନ୍ତତଃ ଜଣେ ଶ୍ରମିକ ଦାବି କରିପାରିବ ମତେ କାମ ଦିଅ, ନହେଲେ ବାଧ୍ୟ ହଉଛି ସେ ଯିବା ପାଇଁ ବାହାରକୁ, ଓଡିଶା ବାହାରକୁ ଯିବା ପାଇଁ। ସେଇ ପ୍ରୋଭିଜନ ଟା ଏଥିରେ ଯୋଉ ନୂଆ ଜି ରାମଜି ସ୍କିମ ରେ ସେଇ ପ୍ରୋଭିଜନ ଟାକୁ ଉଠେଇ ଦିଆଯାଇଛି ଏବଂ ବଜେଟ ଯେତିକି ଆସିବ ସେଣ୍ଟ୍ରାଲାଇଜ ବଜେଟ ହେଇଯାଇଛି। ବଜେଟ ଯେତିକି ଆସିବ, ଯୋଉ ପ୍ରୋଜେକ୍ଟ ପାଇଁ ଯେତିକି ଟଙ୍କା ମଞ୍ଜୁର ହେଇଥିବ ସେତିକିରେ ଯେତିକି ଶ୍ରମିକ ହେଲେ ଯେତିକି ଦିନ କାମ କରିପାରିଲେ। ତେଣୁ କଂଗ୍ରେସ ଦଳ, ମୁଁ ସେୟା କହିଲି ଯେ ଯୋଉ କାରଣକୁ ନେଇକିରି, ଗୋଟେ କାରଣ ହେଇପାରେ ଯାହା ସେ କଂଗ୍ରେସ ଦଳ ପକ୍ଷରୁ କୁହାଯାଉଛି ଯେ ଗାନ୍ଧୀ ନାଁକୁ ବଦଳେଇକିରି କାହିଁକି ରାମଙ୍କ ନାଁ ପୁରେଇଛ ତା ଦେହରେ, ରାମଙ୍କ ପ୍ରତି ଯେ ଅସମ୍ମାନ କରାହଉଛି ତା ନୁହେଁ, କିନ୍ତୁ ଗାନ୍ଧୀ ତ ପୁଣି ଏ ଦେଶର ପିତା, ତାଙ୍କ ନାଁରେ ଯଦି ଗୋଟେ ସ୍କିମ ହେଇଥିଲା ତାକୁ ବଦଳେଇବାର କଣ ଦରକାର ଥିଲା। ତେଣୁ କଂଗ୍ରେସର ଯୁକ୍ତି, କଂଗ୍ରେସ ଯାହା କିଛି କହୁଛି ସବୁ ଯେ ଯୁକ୍ତିହୀନ ସେ କଥା କହିବାଟା ଭୁଲ ହବ। କିନ୍ତୁ ସେଇଥିଲାଗି ମୁଁ କହିଲି ଯେ କଂଗ୍ରେସ ଏହାକୁ ବ୍ୟବହାର କରିକିରି ଏଇ କାରଣକୁ ଦର୍ଶେଇକିରି ଦେଶ ସାରା କେତେ ଜନମତ ସୃଷ୍ଟି କରିପାରିବ ତାହା କଂଗ୍ରେସ ଉପରେ ନିର୍ଭର କରେ। କିନ୍ତୁ ତାଙ୍କ କଥା ଯେ ସମ୍ପୂର୍ଣ୍ଣ ଭୁଲ ଏକଥା କହିବା ଠିକ ହବନି। ତେଣୁ ବର୍ତ୍ତମାନ ଅନ୍ତତଃ ସରକାର ଦେଖିବେ ୟାକୁ ଯେତେବେଳେ କାର୍ଯ୍ୟକାରୀ କରାଯିବ, ୟା ଭିତରେ ପାର୍ଲାମେଣ୍ଟରେ ବିଲ୍ ପାସ୍ ହେଲା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି। ତେଣୁ ମୋଟାମୋଟି ଭାବରେ ଏଇ ଆଇନରେ ପରିଣତ ହେଇ ସାରିଲାଣି। ତେଣୁ ୟା ପରେ ଆପଣ ଦେଖିବେ ଏଇ ସ୍କିମ କେମିତି କାର୍ଯ୍ୟକାରୀ ହଉଛି, କୋଉ କୋଉ ପ୍ରୋଜେକ୍ଟ ସେଣ୍ଟ୍ରାଲ ଗଭର୍ଣମେଣ୍ଟ କୋଉ ପ୍ରୋଜେକ୍ଟକୁ କେତେ ଅଗ୍ରାଧିକାର ଭିତ୍ତିରେ ମଞ୍ଜୁରୀ ଦଉଛି ଏବଂ କୋଉ କୋଉ ପ୍ରୋଜେକ୍ଟ ପାଇଁ କେତେ ଟଙ୍କା ଦଉଛି, ସେଥିରେ ଶ୍ରମିକ ମାନଙ୍କୁ କିଭଳି ଭାବରେ ନିୟୋଜିତ କରାହଉଛି, ସେମାନେ କିଭଳି ଲାଭବାନ ହଉଛନ୍ତି ୟା ଦ୍ଵାରା, ନୂଆ ସ୍କିମ ଦ୍ଵାରା। ସରକାର ଅବଶ୍ୟ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ଆଧାରକୁ ଆଇଡେଣ୍ଟିଫିକେସନ କରିବା ପାଇଁ ଆଧାର ବେସ୍ଡ ଆଟେଣ୍ଡାନ୍ସ ଯାହା କୁହାଯାଉଛି, ଆପଣ ଯଦି କାମ କରିଛନ୍ତି ଆଧାର ନମ୍ବର ସହିତ ସବୁ ତା ଦେହରେ ରହିବ, ଖାତାରେ ଉଲ୍ଲେଖ ରହିବ। ତେଣୁ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଥାଇ ପାରନ୍ତି, କିନ୍ତୁ ପ୍ରକୃତରେ ଇଏ କେତେ
ଭଲ ଭାବରେ କାର୍ଯ୍ୟକାରୀ ହେଇପାରୁଛି ଏବଂ ବିଶେଷ କରି ଯୋଉ ଲକ୍ଷ୍ୟରେ ଏଇଟା କରାଯାଇଛି ସେ MGNREG ହଉ ବା GRAMG ହଉ, ମୂଳ ଲକ୍ଷ୍ୟ ତ ହେଲା ଶ୍ରମିକ ମାନଙ୍କୁ କାମ ଦବା। ପ୍ରକୃତିରେ ନୂଆ ନିୟମରେ କେତେ ଶ୍ରମିକ ମାନେ ଲାଭବାନ ହଉଛନ୍ତି, କେମିତି କାମ କରିବାକୁ ସୁଯୋଗ ପାଉଛନ୍ତି, ତାହା ଯେତେବେଳେ ଦେଖାଯିବ ସେତେବେଳେ ଜଣା ପଡିବ ଯେ ପ୍ରକୃତରେ ଏଇ ପରିବର୍ତ୍ତନ ଭଲକୁ ହେଇଛି ନା ଭେଲକୁ ହେଇଛି।